ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ମୁଁ ଆଶା କରୁଛି ଭଗବାନଙ୍କ ଦୟାରୁ ଆପଣମାନେ ବି ବହୁତ ଭଲରେ ଥିବେ। ତ ସାଙ୍ଗମାନେ, ଆଜି ଯେହେତୁ ଫ୍ରେଶ୍ ମର୍ଣ୍ଣିଂ ହେଇଯାଇଛି, ତ ପୁଣି ସେଇ କାମ, ନିତିଦିନିଆ କାମ, ସେଇ ଜଳଖିଆ, ସେଇ ରୋଷେଇ, ସେଇ ସବୁ। ତ ମୁଁ ବି ଏବେ ଜଳଖିଆ ବନେଇବା ପାଇଁ ଯାଉଛି। ଚାଲନ୍ତୁ ଦେଖିବା ଆଉ ମୁଁ କେମିତି କ'ଣ ଜଳଖିଆ ବନଉଛି। ଆଉ ସାଙ୍ଗମାନେ, ଆଉ ଗୋଟେ କଥା, ଯେହେତୁ ଶୀତ ଦିନ ପ୍ରବଳ ଶୀତ ହଉଥିବ, ଆମର ଏପଟେ ବି ବହୁତ ଜୋର ଶୀତ ହଉଛି। ଯେହେତୁ କନ୍ଧମାଳ ଜିଲ୍ଲା, ଆପଣମାନେ ତ ଜାଣିଥିବେ ଦାରିଙ୍ଗବାଡ଼ି କନ୍ଧମାଳ ଜିଲ୍ଲାରେ କେତେ ଜୋର ଶୀତ ହଉଛି। ତ ଏପଟେ ବି ଏତେ ଜୋର ଶୀତ ହଉଛି କହିପାରୁନି ମୁଁ। ମାନେ ଗାଧୋଇବା ପାଇଁ ବି ଇଚ୍ଛା ହଉନି। ସେଥିପାଇଁ ମୁଁ ବହୁତ ଲେଟ୍ରେ ଗାଧଉଛି। 9ଟା 10ଟା ହେଲେ ହିଁ ଗରମ ପାଣି କରିକିନା ଗାଧଉଛି। ତ ଚାଲନ୍ତୁ, ଶୀତ ଦିନେ ତ ଶୀତ ହବ। ତ ବର୍ତ୍ତମାନ ଚାଲନ୍ତୁ ଶୀତକୁ ଗୋଲି ମାର, ଚାଲନ୍ତୁ ଜଳଖିଆ ପତ୍ର ବନେଇବା, ଖାଇବା କ'ଣ ବନଉଛି କ'ଣ ନାହିଁ ଆପଣମାନଙ୍କୁ ଦେଖଉଛି। ଦେଖନ୍ତୁ ଟାଇମ୍ ବର୍ତ୍ତମାନ କେତେ ହେଇଛି। ତ ଟାଇମ୍ ଦେଖି ନିଅନ୍ତୁ, 11ଟା ବାଜିବା ପାଇଁ 20 ମିନିଟ୍ ବାକି ଅଛି। ତ ବର୍ତ୍ତମାନ 11ଟା ବାଜିବା ପାଇଁ 20 ମିନିଟ୍ ବାକି ଅଛି। ଆପଣମାନେ ଭାବୁଥିବେ ଏତେ ଲେଟ୍ରେ କ'ଣ ଜଳଖିଆ? ଯେହେତୁ ଶୀତ ହେଉଛି ସକାଳୁ, ଆମେ ତ ଖାଉଛୁ 2ଟା 3ଟା ବେଳକୁ। ତ ଜଳଖିଆ ଏମିତି ଲେଟ୍ରେ ହିଁ ଆମେ କରୁଛୁ। ନଚେତ ଜଲ୍ଦି ଜଳଖିଆ କରିଦେବେ ତ 2ଟା ବେଳେ ଖାଇଲା ବେଳେ ଭୋକ ହବ ନା। ତ ସେଇଥିପାଇଁ ମୁଁ ଜଳଖିଆ ଲେଟ୍ରେ ହିଁ କରୁଛି, ଆଉ ଖାଇବା ବି ଲେଟ୍ ହେଉଛି। ତ ଚାଲନ୍ତୁ ବର୍ତ୍ତମାନ ଜଳଖିଆ ବନେଇବା ଆଉ ଖାଇବା। ତ ସାଙ୍ଗମାନେ, ମୁଁ ଆଜି ଅଣ୍ଡା ଚାଉମିନ ବନଉଛି। ଯେହେତୁ ଆଜି ସଣ୍ଡେ, ତ ଅଣ୍ଡା ଚାଉମିନ ବନଉଛି। ତ ସେଇଥିରେ ପନିପରିବା ବି ପକେଇ ନେଉଛି, ଅଣ୍ଡା ବି ପକେଇ ନେଉଛି। ତ ଚାଲନ୍ତୁ ଦେଖିବା, ମୁଁ ବର୍ତ୍ତମାନ ଅଣ୍ଡାକୁ ଟିକେ କଢ଼ାଇରେ ଫ୍ରାଏ କରି ନେଇଯାଉଛି। ତ ଦେଖି ନିଅନ୍ତୁ, ଅଣ୍ଡାକୁ ବର୍ତ୍ତମାନ ମୁଁ ଏମିତି ଫ୍ରାଏ ପ୍ରଥମେ କରିଦେଉଛି, ତାପରେ ମୁଁ ଚାଉମିନରେ ପକେଇବି। ଆପଣମାନେ କେମିତି ପକାନ୍ତି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ମୁଁ ତ ଏମିତି ପ୍ରଥମେ ଫ୍ରାଏ କରି ନେଇଯାଏ, ତାପରେ ପରେ ପକେଇନିଏ ଅଣ୍ଡା। ତ ସାଙ୍ଗମାନେ ଦେଖି ନିଅନ୍ତୁ, ମୋର ଚାଉମିନ ବନିକି ରେଡି ହେଇଯାଇଛି। ଭେଜ୍ ନନଭେଜ୍ ଯାହା ବି କିଛି କହିପାରିବେ, କାହିଁକିନା ମୁଁ ଭେଜ୍ ପନିପରିବା ପକେଇଛି, ତା ସହିତ ଅଣ୍ଡା ବି ପକେଇ ନେଇଛି। ତ ଦେଖି ନିଅନ୍ତୁ କେତେ। ତ ସାଙ୍ଗମାନେ ଦେଖି ନିଅନ୍ତୁ, ମୋର ଚାଉମିନ ବନିକି ରେଡି ହେଇଯାଇଛି। ଚାଲ ଖାଇବା। ତ ଚାଲନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଚାଉମିନ ଖାଇ ନେଇଯିବା। ମସ୍ତ ହେଇଛି। ଭେଜ୍ ଚାଉମିନଠୁ ମୋତେ ନନଭେଜ୍ ଚାଉମିନ ବେଶୀ ଭଲ ଲାଗେ। ତ ସାଙ୍ଗମାନେ, ମୁଁ ଆଜି ତରକାରୀରେ ନା, ମୁଁ ଶୁଖୁଆ, କାଲି ଯେଉଁ ଶୁଖୁଆ କିଣିଥିଲି ନା, ତ ସେଇ ଶୁଖୁଆକୁ ମୁଁ ଆଜି ସୋରିଷ ମସଲା ଦେଇକି ବନେଇବି। ତ ଆପଣମାନଙ୍କୁ ଦେଖାଉଛି ପ୍ରଥମେ କ'ଣ କରିବେ ସେଇ ଶୁଖୁଆ ବନେଇବା ପୂର୍ବରୁ। ପ୍ରଥମେ ଏଇ ଶୁଖୁଆକୁ ନା ମୁଁ ପାଣିରେ ଟିକେ ବତୁରେଇ ନେଇଯିବି। ତ ଏତିକି ବନେଇ ନେଇଯାଉଛି। 1 2 3 4 5 6 7 ପିସ୍ ବନେଇ ନେଇଯାଉଛି। ଆକୁ ପାଣିରେ ବତୁରେଇ କିଛି ସମୟ ଛାଡ଼ିଦେବା। ତ ସାଙ୍ଗମାନେ ଦେଖି ନିଅନ୍ତୁ, ମୁଁ ଶୁଖୁଆ କରିବା ପାଇଁ ମସଲା ବନେଇକି ମାନେ ରେଡ଼ି କରିଦେଇଛି। ଆକୁ ଗ୍ରାଇଣ୍ଡର କରିବି। ସୋରିଷ, ଜିରା, ଅଦା, ରସୁଣ, ଟମାଟୋ, ପିଆଜ ନେଇଯାଇଛି। ଯେହେତୁ ଶୁଖିଲା ଲଙ୍କା ମୋ ପାଖରେ ନାହିଁ, ତ ମୁଁ ନେଇନି। ତ ସାଙ୍ଗମାନେ ଦେଖି ନିଅନ୍ତୁ, ମୁଁ ମସଲା ଗ୍ରାଇଣ୍ଡର କରି ନେଇଯାଇଛି। ଚାଲନ୍ତୁ ବର୍ତ୍ତମାନ ଶୁଖୁଆକୁ ଧୋଇ ନେଇଯିବା, ତାପରେ ଶୁଖୁଆକୁ ଭାଜିବା, ତାପରେ ବନେଇବା। ତ ଚାଲନ୍ତୁ ସାଙ୍ଗମାନେ, ଯୋଉଠି ଶୁଖୁଆ ବି ରେଡ଼ି, ମସଲା ବି ରେଡ଼ି, ତ ଡେରି କାହିଁକି? ତ ଚାଲନ୍ତୁ ବନେଇବା ଆରମ୍ଭ କରିବା। ତ ପ୍ରଥମେ କ'ଣ କରିବା ନା, ଶୁଖୁଆକୁ କଢ଼ାଇରେ ହଉ ତାୱାରେ ହଉ ଯୋଉଥିରେ ବି ଭଲସେ ଭାଜି ନେଇଯିବା, ତାପରେ ରୋଷେଇ ଆରମ୍ଭ କରିବା। ମୁଁ ଏପଟେ ଗୋଟେ ଗୋଟେ ଶୁଖୁଆକୁ ପକେଇ ନେଇଯିବି। ଏପଟେ ଗୋଟେ ଗୋଟେ ଶୁଖୁଆକୁ ପକେଇ ନେଇଯିବି। ଦେଖି ନିଅନ୍ତୁ, ସବୁ ଶୁଖୁଆ ବର୍ତ୍ତମାନ ପକେଇ ନେଇଯାଇଛି। ଭାଜି ହେଇସାରିଲେ ତାପରେ ତରକାରୀ କରିବା। ଦେଖି ନିଅନ୍ତୁ, ମୁଁ ସବୁ ଶୁଖୁଆ ବର୍ତ୍ତମାନ ଲେଉଟେଇ ନେଇଯାଇଛି। ତ ଚାଲନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମୋର ଶୁଖୁଆ ଭାଜି ହେଇଯାଇଛି। ତାକୁ ଗୋଟେ ବାଉଲକୁ ବାହାର କରି ନେଇଯିବା। ମତେ ତ ଚାଲନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଟମାଟୋ ଟିକେ ପକେଇ ନେଇଯିବା। ଯେହେତୁ ମୁଁ ମସଲାରେ ଟମାଟୋ ଗ୍ରାଇଣ୍ଡର କରିଦେଇଥିଲି, ତ ଗୋଟେ ଟମାଟୋ ହିଁ ନେଇଯାଉଛି। ତ ଚାଲନ୍ତୁ ବର୍ତ୍ତମାନ ମସଲାକୁ ବି ପକେଇ ନେଇଯିବା। ତ ଲଙ୍କାଗୁଣ୍ଡ ଟିକେ ପକେଇ ନେଇଯିବା।
हलदी गुंड टे पकई नहीं जा। तो चलते सबको मिक्स कर नहीं बर्तमान देखिनियंतु मसला टी सिझिया मु पानी टिके भी नहीं जाइए। जेहेतु आम लुणी सुखुआ बनाऊे तो लुणर एत आवश्यक ना केवल मसला टिके लुण पकई नहीं जाऊँ। तो चलतु सांग मैंने बर्तमान मसला रेडी हो जाए तो पानी टिके देदेमा। तो सांग मैंने मुझे आंबुल भी पकई नहीं जाए देखी नियंतु आपको बर्तमान टिके फुटिया छाड़ीदे तापर सुखुआ को पकई नेबा। तो सांग मैंने चलतु देखी नेबा देखंतु बर्तमान फुटी गलानी सुखुआ को पकई नहीं जा। तो चलतु बर्तमान सुखुआ को पकई नहीं जा। चलतु सुखुआ तो बर्तमान गैस पर बसी होगा जाऊँगी तो ता भीतर आम बादाम टे खाई नहीं जा। रायकिया बादाम मो दियोर आनी और खाऊँ बढ़िया लगुच मीठा अच्छे बादाम टा। मो बैक साइड देखिए किसी भी माइंड करेनि कहीं घरे पेंट हैनी कहीं जो आम पड़िशा घर घर कम करते से टाइम रे सी पानी पकापकी करते तो से कांथटा ओदा होमती मुझे जो जगार कलर फेड है परिका ताकू मु गोटे ब्लेड परिका मिलूँ से माने रांपी रांपी एमती करी बर्तमान भी ओदा होगी सी सुखिले ही आम पेंट कराब। तो कराही किसी माइंड करेनि जो घर कौन एमती असना कर रखीच जेहेतु पाखे भी आम नुआ घर बनाला तो पानी फाणी पड़ी सब कांथ ओदा होगी तो से लगी बर्तमान पेंट भी हैनी तो कांथ सुखी सारे ही पेंट हम। तो से एमती कांथ अच्छी किसी माइंड करेनि न तो भाविए कौन घर द्वारा एमती कर रखी से गोटे कारण करानी तो एमती अच्छी सुखी सारे ही कराब खरा दिन आसिले ही पेंट हम ए नहीं जेहेतु भी सुखी पारुनी पानी बहुची तो से लगे पेंट हेनी। चलते बर्तमान देखने सुखुआ कौन हो वाओ। तो देखी नियंतु बर्तमान सुखुआ फुटबार लगी। तो सांग मैंने मु जो पर्पल मेकअप प्रोडक्ट मगेई तो ताकू आज देखो मो मुहरे अप्लाई करी नहीं आपण मैंने देखिकी जानीपे केते ग्लो करुच्ची केते माने मो फेस को भी मैच करुच्ची मत बढ़िया भी लगिला आउ तार जो खुशबू माने बास्ना जो होची ना बहुत बढ़िया मस्त लगुच। तो आपण मैंने भी लेट करंतुनी जल्दी जल्दी पर्पल रु मगेई नियंतु मेकअप प्रोडक्ट माने भल मिलूची से लिपस्टिक भी जो लगे ना एटा भी मु लगे माने मगेई तो पर्पल रु 5-in-1 लिपस्टिक मगेई 5टा कलर अच्छी तो मते यही कलरटा बहुत भल लगुच से 3टा कलर मत बहुत भल लगुच। तो आ गोटे पिंक रो 2टा गोटे लाइट गोटे डार्क 2टा थिला सेटा मते पसंद नहीं माने मते मो फेस को मानुनी भी मते मेरून आ रेड टा टिके मानुची। तो आपण माने भी जल्दी जल्दी ऑर्डर कर नियंतु पर्पल रु। तो देखी नियंतु सुखुआ बनिकी रेडी। तो सांग मैंने देखी नियंतु एटा हमर माछ तरकारी खुड़ी घर देइचंदी एटा होची झट्टा सुखुआ बाइगण पकईकी ये भी सोरिष मसला करचंदी। तो आउ तो देखी रही होनी तो मु एपटे सुखुआ बेसर करची तो आउ एगुड़ा देखिकिना आउ मन संभालुनी। तो चलतु जल्दी जल्दी खाई नहीं जीवा आपण मन लाळ गडुची कि नहीं मते तो लगुच निश्चय आपण मानकर भी ए जे देखिकिना समस्त नाळ गड़बनी कहीं जेहेतु आम ओडिया लोक तो सुखुआ माछ एगुड़ाक देखिले तो आम बिल्कुल भी रही पारिबानी माने न खाइबा लोकर भी लाळ गड़ी जीवो। तो आपण मानक लाड़ गड़िलाणी कि तो लेट कहीं कर आपण मैंने भी सुखुआ नहीं आसतु एमती एमती टेस्टी टेस्टी खाया बनातु आ खातु। तो चलतु मु तो मो निजको कंट्रोल कर पारनी ए सुखुआ माछ गुड़ा देखिक मत बहुत भोक लगिला असंभाल। तो चलतु खाई नवा आपण मानू देखौछि। तो देखो से भात पर डाली पकई नहीं पड़े आसपटे माछ तरकारी ये गोटे झटा तरकारी ये मु सुखुआ बेसर बनई। तो चलतु बर्तमान खाई नहीं जावा। तो चलतु बर्तमान खाई नहीं जावा आउ मन संभालुनी एगुड़ा देखिकी सुखुआ माछ तो खाइले ही जाकि पेट शांति हेले मन भी शांति हो। तो चलतु खाई नवा।
झट्टा मस्त ହେଇଛି ଲାଜବାବ। ମୁଁ ବନେଇଥିବା ଶୁଖୁଆ ବେସର ମସ୍ତ ଲାଗୁଛି। ଇଏ ହେଉଛି ମାଛ। ସବୁ ଲାଜବାବ। ଆମ୍ବୁଲ ତ ସାଙ୍ଗମାନେ ମୁଁ ନା ବହୁତ ଖାଉରି, ତ ସେଇଥିପାଇଁ ଚିଙ୍ଗୁଡ଼ି ମାନେ ଶୁଖୁଆ, ଲୁଣି ଶୁଖୁଆ, ମାଛ ଏତେ ସବୁ ଖାଇ ନେଉଛି। ତ ଆପଣମାନେ କ'ଣ ଭାବୁଛନ୍ତି ମୁଁ ସତରେ ଖାଉରି? ଆଉ ଯଦି ଭାବିବେ ବୋଲି ଭାବନ୍ତୁ, ଆଉ ମୁଁ ତ ଖାଉଛି, ଆଉ ଯାହା ଭାବି ଭାବନ୍ତୁ। ଆଉ ତ ଚାଲନ୍ତୁ ମୁଁ ଖାଇନେବି। ଆପଣ ଯେତେ ଖାଉରି କୁହନ୍ତୁ, ଯାହା ବି କୁହନ୍ତୁ, ମୁଁ ଖାଇବି ଖାଇବି ଖାଇବି। ଯେହେତୁ ଏତେ ଟେଷ୍ଟି ଟେଷ୍ଟି ଖାଇବା ମିଳୁଛି, କାହିଁକି ନ ଖାଇବି। ତ ଖାଇସାରିଲା ପରେ ତାପରେ ମୁଁ ଛାତ ଉପରକୁ ପଳେଇ ଆସିଥିଲି। ଯେହେତୁ ଖାଇସାରିଲା ପରେ ତ ଶୀତ ଲାଗେ, ତ ଖରା ଟିକେ ବସିକି ଗଲେ ନା ବହୁତ ଭଲ ଲାଗେ। ତ ପଳେଇ ଆସିଥିଲି ମୁଁ ଖରାରେ ବସିକି ଯିବି ବୋଲି। ସାଙ୍ଗମାନେ ମୁଁ ଗୋଟେ ୟୁଟ୍ୟୁବର ହେବା ସହିତ ରୋଷେଇକାର ବି, ଆଉ ଗୋଟେ ଘରଣୀ ବି, କାହାର ବୋହୂ ବି, ତା ସହିତ ନା ମୁଁ ଗୋଟେ ଯାଦୁ ଶିଖିଛି। ତ ମୁଁ ଯାଦୁ ଆପଣମାନଙ୍କୁ କେବେ ବି ଦେଖେଇନି, ତ ଆଜି ଗୋଟେ ଯାଦୁ ଦେଖିବା ପାଇଁ ମୁଁ ଯାଉଛି ଆପଣମାନଙ୍କୁ। ଇଏ ଦେଖିନିଅନ୍ତୁ, ମୋ ହାତରେ ଦୁଇଟି ବ୍ଲାକ୍ କପ୍ ଅଛି, ଦେଖିନିଅନ୍ତୁ। ଭିତରଟା ହ୍ୱାଇଟ୍ ଏବଂ ହାତରେ ଦୁଇଟି ବ୍ଲାକ୍ ଅଛି। ତ ମୁଁ ଦେଖେଇ ନେଉଛି ଆପଣମାନଙ୍କୁ। ତ ଦେଖିପାରୁଛନ୍ତି ଏଠି ଦୁଇଟି କପ୍ ମୁଁ ନେଇଯାଇଛି, ଆଉ ଏଇଥିରେ ଅଛି ମୋ ପାଖରେ ଗରମ ପାଣି। ଠିକ୍ ଅଛି, ଦେଖିନିଅନ୍ତୁ ବ୍ଲାକ୍ କପ୍, ଦେଖିନିଅନ୍ତୁ ମୁଁ ଏଥିରେ ଗରମ ପାଣି ଅଜାଡ଼ୁଛି, ତାର ରଙ୍ଗ ବଦଳିଯିବ। ଆପଣମାନେ ୱେଟ୍ କରନ୍ତୁ, ଦେଖନ୍ତୁ ଆର ରଙ୍ଗ ବଦଳିବା ଆରମ୍ଭ ହେଇଗଲାଣି। ଦେଖୁଛନ୍ତି ନା, ଆରାମସେ ରଙ୍ଗ ବଦଳିବା ଆରମ୍ଭ ହେଇଗଲାଣି। ତ କେମିତି ଲାଗିଲା ମୋ ଯାଦୁ ଆପଣମାନଙ୍କୁ? ଦେଖିନିଅନ୍ତୁ ଭଲସେ। ତ ଦେଖିନିଅନ୍ତୁ ଆପଣମାନେ ଦୁଇଟି କପ୍ର କେମିତି ରଙ୍ଗ ବଦଳି ଯାଇଛି ଆଉ କେତେ ସୁନ୍ଦର ହେଇଯାଇଛି, ଦେଖିନିଅନ୍ତୁ। ତ ମୋ ଯାଦୁଟି ଆପଣମାନଙ୍କୁ କେମିତି କ'ଣ ଲାଗିଛି କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଏଇଟା ତ ଦେଖିନେଲେ ଆପଣମାନେ, ଏଇଟା ବି ଦେଖିନିଅନ୍ତୁ। ଦେଖିନିଅନ୍ତୁ କେତେ ସୁନ୍ଦର ହେଇଛି। ସରି ସାଙ୍ଗମାନେ, ମୁଁ କୋଉ ଯାଦୁ ଫାଦୁ ଶିଖିନି, କିଛି ବି ନାହିଁ। କେବଳ ଏଇଟା ନା ମାନେ ମୋ ଭାଇ ମୋ ଆନିଭର୍ସରୀରେ ଗିଫ୍ଟ କରିଥିଲା, ମୋର ନୁହଁ, ମାନେ ମୋ ହଜବେଣ୍ଡ ଆଉ ମୁଁ, ଆମ ଦୁଇ ଜଣଙ୍କ ଆନିଭର୍ସରୀ ମୋ ଭାଇ ଗିଫ୍ଟ କରିଥିଲା। ତ ଏଇଥିରେ ନା କିଛି ମିଶାନ୍ତି, ମାନେ ବନେଇବା ପାଇଁ ଆକୁ ଟାଇମ୍ ଲାଗିଯାଏ 4-5 ଦିନ। ତ ଏଥିରେ ବନେଇଲା ବେଳେ ସେଥିରେ କିଛି ଲିକ୍ୱିଡ଼ ହେଉ କିଛି ବି ମିଶାଉଥିବେ, ମୁଁ ଜାଣିନି। ତ ଏଥିରେ ଗରମ ପାଣି, ଯେହେତୁ କପ୍ରେ ଆମେ କଫି ପିଇବା ନଚେତ୍ ଚା ପିଇବା, ତ ପିଇବା ସମୟରେ ବ୍ଲାକ୍ ଥିବ ତ ଆମର ଫଟୋ ଆସିଯିବ, ମାନେ ଏମିତି ଯାହା ଦେଖିଲେ ଆପଣ। ତ ସେ ଏତେ ବଢ଼ିଆ ଗିଫ୍ଟଟେ ଗୋଟେ ମୋତେ ଦେଇଛି, ତ ମୋତେ ବହୁତ ଭଲ ଲାଗୁଛି। କାହିଁକିନା ତାକୁ ଏନି ମୋମେଣ୍ଟରେ ମୋ ଭାଇକୁ ମୁଁ ମନେ ପକାଇ ପାରିବି। ଯେତେବେଳେ ଚା ପିଇବି ନଚେତ୍ କଫି ପିଇବି, ସେ ଟାଇମ୍ରେ ତାକୁ ସବୁବେଳେ ମନେ ପକାଇବି। କାହିଁକିନା ପିଲା ଟାଇମ୍ରେ ମନେ ପକାଇବି ଯେ ଏଇଟା ମୋ ଭାଇ ମୋ ଆନିଭର୍ସରୀରେ ଦେଇଥିଲା। ତ ସେଇ ଖୁସିରେ ସିଏ ଦୁଇଟା ଦେଇ ନେଇଥିଲା ଆନିଭର୍ସରୀ। ଏପଟେ ଆପଣ ପଢ଼ି ବି ପାରୁଥିବେ ହାପି ଆନିଭର୍ସରୀ ଲେଖା ହେଇଛି। ତ ଯାଦୁ ଫାଦୁ କିଛି ନୁହଁ। ତ ସରପ୍ରାଇଜ୍ଟା ଆପଣମାନଙ୍କୁ କେମିତି କ'ଣ ଲାଗିଛି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଯେଉଁମାନେ ବି ଆପଣଙ୍କ ସାଙ୍ଗ ହେଇଗଲା ନହେଲେ କାହାକୁ ବି ଗିଫ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏମିତି କପ୍ ଗିଫ୍ଟ କରନ୍ତୁ, ବହୁତ ଖୁସି ହେଇଯିବେ ସିଏ, ଯାହାକୁ ବି ଆପଣ ଗିଫ୍ଟ କରିବେ। କାହିଁକିନା ମୁଁ ବି ଜାଣିନଥିଲି ଏମିତି କପ୍ ଅଛି ବୋଲି। ଯେତେବେଳେ ମୋ ଭାଇ ଆଣିକି ଦେଲା ମୋତେ, ତାପରେ ମୁଁ ତାକୁ କହିଥିଲି କ'ଣ ବ୍ଲାକ୍, ତ ସିଏ ନିଜେ କହିଥିଲା କି ତୁ ଚା ନଚେତ୍ କଫି ପିଇକି ଦେଖେ। ତ ଦେଖିଲା ପରେ ମୁଁ ମାନେ ବହୁତ ଖୁସି ହେଇଯାଇଥିଲି ଦେଖିକିନା। ଆଉ ମୋ ହଜବେଣ୍ଡକୁ ବି ମୁଁ ତାଙ୍କୁ ବି ସରପ୍ରାଇଜ୍ ଦେଇଥିଲି କି, ମାନେ ସିଏ ଦେଖିନଥିଲେ, ପ୍ରଥମେ ମୁଁ ଦେଖିନେଇଥିଲି, ତାଙ୍କୁ ବି ସରପ୍ରାଇଜ୍ ଦେଇଥିଲି। ସିଏ ବି ଦେଖିକି କହିଲେ ବହୁତ ବଢ଼ିଆ ହେଇଛି।
ତ ଆପଣମାନେ ବି ଲେଟ୍ କରନ୍ତୁନି। ବାର୍ଥଡେ ହେଇଗଲା, ବାହାଘର ହେଇଗଲା, କିଛି ବି କେଉଁଥିରେ ବି ଆପଣ ଗିଫ୍ଟ କରିପାରିବେ। ତ ଏମିତି ଗିଫ୍ଟ କରନ୍ତୁ ଆପଣ ବି। ସୁନା ରୂପା ତୁଳନାରେ ଇଏ ବହୁତ ଗୋଟେ ଭଲ ଜିନିଷଟିଏ। ତ ସୁନା ରୂପାକୁ ତ ଆମେ ପିନ୍ଧିକି ଏନି ଟାଇମ୍ ରହିପାରିବାନି, କିନ୍ତୁ ଆକୁ ସବୁବେଳେ ୟୁଜ୍ କରିବା। କାହିଁକିନା ଚା କଫି ସମସ୍ତଙ୍କ ଘରେ, ତ ଓଡ଼ିଆମାନଙ୍କ ଘରେ ଚା କଫି ବିନା କିଛି ହୁଏନି। ଚା କଫିରୁ ହିଁ ରୋଷେଇ ଷ୍ଟାର୍ଟ ହୁଏ। ତ ସେ ଅନୁସାରେ ସିଏ ମୋତେ ଏଇଟା ଗିଫ୍ଟ କରିଥିଲା। ମୋତେ ବହୁତ ଖୁସି ଲାଗୁଛି। ତାପରେ ସନ୍ଧ୍ୟା ଟାଇମ୍ରେ ମୋ ଦିଅର ମୋ ପାଇଁ ବାର୍ବିକ୍ୟୁ ଚିକେନ୍ ନେଇକି ଆସିଥିଲେ। ଆଉ ମୋ ପାଖରେ ସକାଳରେ ମୁଁ ଚାଉମିନ୍ ବନେଇଥିଲି, ତ ଟିକେ ବଳି ଯାଇଥିଲା। ତ ବାର୍ବିକ୍ୟୁ ସହିତ ଚାଉମିନ୍ ଖାଇ ନେଉଛି। ଆଉ ବାର୍ବିକ୍ୟୁ ନା ବହୁତ ବଢ଼ିଆ ଲାଗୁଥିଲା, ବହୁତ ମସ୍ତ ଲାଗୁଥିଲା। ଆଉ ଫୁଲବାଣୀର ବାର୍ବିକ୍ୟୁ ନା ମୋତେ ବହୁତ ଭଲ ଲାଗେ। ଆଉ ତା ସହିତ ପିଆଜ, ଲେମ୍ବୁ ଟିକେ ପଡ଼ିଥିବ, ସେଥିରେ ଚିଲି ଟିକେ ଲାଗିଥିବ, ତ ମସ୍ତ ଲାଗିଯାଏ ଖାଇବା ପାଇଁ। କିନ୍ତୁ ଆଣିଲା ବେଳେ ଟିକେ ଥଣ୍ଡା ହେଇଯାଇଥିଲା, ତଥାପି ଭଲ ଲାଗୁଥିଲା। ମୁଁ ଖାଇ ନେଇଯାଇଥିଲି, କାହିଁକିନା ଚାଉମିନ୍ ଗରମ ଥିଲା। ତ ତା ସହିତ ଗରମ ଚାଉମିନ୍ ସହିତ ବାର୍ବିକ୍ୟୁ ଖାଇ ନେଇଯାଇଥିଲି। ବହୁତ ମସ୍ତ ଲାଗୁଥିଲା। ଆପଣମାନେ ବି ଏମିତି ଖାଆନ୍ତୁ। ତ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଛି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଭିଡ଼ିଓଟି ମୁଁ ଶେଷ କରିବା ପୂର୍ବରୁ ପୁଣି ଥରେ ଆପଣମାନଙ୍କୁ କହିଦେଉଛି, ମୋ ଚ୍ୟାନେଲ୍ ନାଁ ହେଉଛି ଗଞ୍ଜାମ ଝିଅ କନ୍ଧମାଳ ବୋହୂ। ତ ସାଙ୍ଗମାନେ, ଆପଣମାନଙ୍କୁ ମୋ ଭିଡ଼ିଓଟି ଯଦି ଭଲ ଲାଗିଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଛି। ତ ସାଙ୍ଗମାନେ, ଚାଲନ୍ତୁ ଭିଡ଼ିଓଟିକୁ ମୁଁ ଏଇଠୁ ଏଣ୍ଡ କରୁଛି। ଆଉ ପୁଣି ଦେଖାହେବା ଆସନ୍ତାକାଲି ନୂଆ ସକାଳ, ନୂଆ ଅଧ୍ୟାୟ, ନୂଆ କିରଣରେ କିଛି ନୂଆ ଭିଡ଼ିଓ ନେଇ। ତ କାଲି ତ କ'ଣ ହେବ ମୁଁ ଜାଣିନି, କି କେହି ବି କହିପାରିବେ ନାହିଁ କାଲି କ'ଣ ହେବ। ତ ଚାଲନ୍ତୁ ଆପଣମାନେ ଏମିତି ମୋ ସହିତ ଯୋଡ଼ି ରହିଥାନ୍ତୁ। ମୁଁ ଏମିତି ଆପଣମାନଙ୍କୁ ନୂଆ ନୂଆ କିଛି ଜିନିଷ ଦେଖେଇବି, ଆଉ ଏମିତି ନୂଆ ନୂଆ ରୋଷେଇ କିଛି ବି କରିକି ଦେଖେଇବି। ତ ରହିଲି ସାଙ୍ଗମାନେ, ରାଧେ ରାଧେ।